ସମସ୍ତେ ପ୍ରାୟତଃ ଟ୍ରେନ୍ ଯାତ୍ରା କରନ୍ତି। ଏହି ସମୟରେ ଅନେକ ଅତ୍ୟାବଶ୍ୟକ ଜିନିଷର ଆବଶ୍ୟକତା ପଡ଼ିଥାଏ, ଖାସ୍ କରି ଇଲେକ୍ଟ୍ରୋନିକ୍ସ ଜିନିଷର। ନଜର କରିଥିବେ ଟ୍ରେନ୍ରେ ଇଲେକ୍ଟ୍ରୋନିକ୍ସ ଜିନିଷ ପାଇଁ ରହିଥାଏ ଚାର୍ଜର୍ସ ପଏଣ୍ଟ, କିନ୍ତୁ ଟ୍ରେନ୍ରେ ଫୋନ୍ ଆଉ ଲ୍ୟାପଟପ୍ ଚାର୍ଜ ବ୍ୟତୀତ ଅନ୍ୟ ଜିନିଷ ଚାର୍ଜ କଲେ ଆପଣ ଅଡ଼ୁଆରେ ପଡ଼ିପାରନ୍ତି। ଅନେକ ଲୋକ ଅଛନ୍ତି ଟ୍ରେନ୍ରେ ଶୀତରୁ ରକ୍ଷା ପାଇବା ପାଇଁ ହିଟର ଲଗାଇଥାନ୍ତି, ତ ଆଉ କିଏ ହେୟାର ଡ୍ରାଏ ଭଳି ଜିନିଷ ବ୍ୟବହାର କରିବା ଆରମ୍ଭ କରିଦିଅନ୍ତି, କିନ୍ତୁ ଜାଣନ୍ତି ଏହାର ବିପଜ୍ଜନକ ହୋଇପାରେ। ଆଉ ଯଦି ଆପଣ ଏପରି କାମ କରୁଥିବେ ତେବେ ଦୋଷୀ ପ୍ରମାଣିତ ହୁଅନ୍ତି, ତେବେ ଆପଣଙ୍କୁ ଜେଲ୍ ଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିପାରେ। ଏହା ପ୍ରଶ୍ନ ଆସୁଛି କି ଟ୍ରେନ୍ରେ ମୋବାଇଲ ଏବଂ ଲ୍ୟାପଟପ୍ ଚାର୍ଜ ହେବାର ଅସୁବିଧା ରହିଥାଏ, ତେବେ ଏଥିରେ ଆଉ କିଛି ଚାର୍ଜ ହୋଇପାରିବ ନାହିଁ କାହିଁକି? ବାସ୍ତବରେ ଟ୍ରେନ୍ରେ 110 ଭୋଲ୍ଟ ଡିସିର ବ୍ୟବହାର କରାଯାଇଥାଏ, ଯେଉଁଠାରେ କି ଅଧିକରୁ ଅଧିକ ମୋବାଇଲ ଚାର୍ଜ ଏବଂ ଲ୍ୟାପଟପ୍ ଚାର୍ଜ କରାଯାଇପାରିବ, କିନ୍ତୁ ଅନେକ ସମୟରେ ଅଧିକ କିମ୍ବା କମ୍ ଭୋଲ୍ଟେଜ ଦୃଷ୍ଟିରୁ ରଖି ଟ୍ରେନ୍ରେ ଲ୍ୟାପଟପ୍ ଚାର୍ଜ କରିବା ପରାମର୍ଶ ଦିଆଯାଇଛି, କାରଣ ଲୋ ଭୋଲ୍ଟେଜ ଯୋଗୁଁ ଲ୍ୟାପଟପ୍ ନଷ୍ଟ ହୋଇପାରେ। ଏଥିସହିତ ଯଦି ଟ୍ରେନ୍ରେ ହାଇ ଭୋଲ୍ଟେଜ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଚାର୍ଜ କରାଯାଏ ତେବେ ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ହେବାର ସମ୍ଭାବନା ରହିଥାଏ, ଯେଉଁଥିପାଇଁ ଅନେକ ଯାତ୍ରୀଙ୍କ ଜୀବନ ମଧ୍ୟ ବିପଦରେ ପଡ଼ିପାରେ। ତେଣୁ ଏଥିପାଇଁ ଟ୍ରେନ୍ରେ ମୋବାଇଲ୍ସ ଏବଂ ଲ୍ୟାପଟପ୍ସ ବ୍ୟତୀତ ଅନ୍ୟ ଜିନିଷ ଚାର୍ଜ କରିବାକୁ ବାରଣ କରାଯାଇଛି। ବାସ୍ତବରେ ଗତ ବର୍ଷ ଅର୍ଥାତ୍ 2023 ରେଳବାଇ ରାତିରେ ଟ୍ରେନ୍ରେ ମୋବାଇଲ୍ସ ଏବଂ ଲ୍ୟାପଟପ୍ ଚାର୍ଜ କରିବାକୁ ମଧ୍ୟ ବାରଣ କରାଯାଇଛି। ତେବେ ଯଦି କେହି ନିୟମ ଭାଙ୍ଗନ୍ତି ତେବେ ରେଲୱେଜ୍ ଆକ୍ଟ 147 ଅନୁସାରେ ମାମଲା ରୁଜୁ କରାଯାଇଥାଏ। ଏହି ଆକ୍ଟ ଅନୁସାରେ ଯଦି କୌଣସି ବ୍ୟକ୍ତି ନିଷେଧ ଜିନିଷ ବ୍ୟବହାର କରନ୍ତି ତେବେ ତାଙ୍କୁ 1 ବର୍ଷ 1000 ଟଙ୍କା ଜରିମାନା ସହିତ 6 ମାସ ଓ ତାଠାରୁ ଅଧିକ ଜରିମାନା ଓ ଜେଲ୍ ଦଣ୍ଡ ଦିଆଯାଇପାରେ।